ଶ୍ରୋତାବନ୍ଧୁ, ସମକାଳୀନ ସମୟରେ ଆମ ଚେତନାକୁ, ବିଚାରକୁ, ମୂଲ୍ୟବୋଧକୁ ପ୍ରଭାବିତ କରିବା କ୍ଷେତ୍ରରେ ଆମେ ବେଦ ଉପନିଷଦର ଗଳ୍ପ, ରୂପକ କଥା, ପଞ୍ଚତନ୍ତ୍ର କଥା ସରିତ ସାଗର, ଜାତକ ଗଳ୍ପ, ଦଶକୁମାର ଚରିତ୍ର ଇତ୍ୟାଦି ଅନେକ କାହାଣୀକୁ ଶୁଣୁ ଏବଂ ହୃଦବୋଧ କରୁ। ସେ ସବୁର ଅନ୍ତର୍ନିହିତ ମୂଲ୍ୟ ଯୁଗାବ୍ଧି ଧରି ସେମିତି ଅକ୍ଷୁର୍ଣ୍ଣ ରହିଛି, ଆଗକୁ ମଧ୍ୟ ଅକ୍ଷୁର୍ଣ୍ଣ ରହିବ। ତେବେ ଆଜି ବେଦର ଏକ ଗଳ୍ପ ଯାହା ଆମ ଭିତରେ ପୁନଃ ଆଗ୍ରହ ସୃଷ୍ଟି କରିବାରେ ସମର୍ଥ ବୋଲି ମୁଁ ମନେ କରେ, ସେଇଟି ହେଉଛି ପୁରୁରବା ଓ ଉର୍ବଶୀ ଶୀର୍ଷକ ଏକ ବେଦ ଗଳ୍ପ। ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ମହାଯଶା ମହୀପତି ପୁରୁରବା, ସେ ଏଲ୍ ବଂଶର ପ୍ରବର୍ତ୍ତକ। ତାଙ୍କର କୀର୍ତ୍ତି କୌମୁଦୀ କେବଳ ପୃଥିବୀକୁ ଯେ ଆଲୋକିତ କରିଥିଲା ତାହା ନୁହେଁ, ପୃଥିବୀ ଅତିକ୍ରମ କରି ଦେବ ବସତି ସ୍ୱର୍ଗଲୋକରେ ମଧ୍ୟ ବିସ୍ତାରିତ ହୋଇଥିଲା। ସେ ଥିଲେ ନୃପ କୁଳ ତିଳକ ଓ ସର୍ବଲୋକ ପୂଜ୍ୟ। ପୁରୁରବା ରୂପରେ ଥିଲେ କାର୍ତ୍ତିକେୟ। ତାଙ୍କ ମୁଖମଣ୍ଡଳରେ ସୌର୍ଯ୍ୟର ପ୍ରଖର ଦୀପ୍ତି, ବଳିଷ୍ଠ ବାହୁରେ ଅମିତ ବିକ୍ରମ, ସମଗ୍ର ଶରୀରରେ ଯୌବନର ଉତ୍ତାଳ ତରଙ୍ଗ। ଦିଗ୍ବିଜୟୀ ପୁରୁରବାଙ୍କ ରାଜତ୍ୱରେ ଅରାତିଗଣ ହୀନବଳ ହୋଇ ନିଜ ନିଜ ରାଜ୍ୟରେ ଭୟରେ କାଳାତିପାତ କରୁଥିଲେ। ପୁରୁରବା ଯେଉଁଦିନ ସିଂହାସନ ଆରୋହଣ କରିଥିଲେ, ସେଦିନ ରାଜପୁରୋହିତ ତାଙ୍କର ଉନ୍ନତ କପାଳରେ ରାଜତିଳକ ଦେଇ ଆଶୀର୍ବାଦ କରିବା ସଙ୍ଗେ ସଙ୍ଗେ କହିଥିଲେ, ମହାରାଜ, ଆପଣ ପ୍ରଭୂତ ପୁଣ୍ୟ ଘେନି ଜନ୍ମଗ୍ରହଣ କରିଛନ୍ତି ଏବଂ ସୀମିତ ଜୀବନକାଳ ମଧ୍ୟରେ ବହୁ ପୁଣ୍ୟ ମଧ୍ୟ ଅର୍ଜନ କରିସାରିଲେଣି। ମାତ୍ର ଗୋଟିଏ କଥା ମନେ ରଖନ୍ତୁ, ଆପଣ ଯଦି ଏ ଆଶ୍ରିତ କୋଟି କୋଟି ପ୍ରଜାଙ୍କୁ ଦୁଃଖ ବିପଦରୁ ଉଦ୍ଧାର କରି ସେମାନଙ୍କର ସୁଖ ଶାନ୍ତି ନ ବଢ଼ାନ୍ତି, ତାହେଲେ ଆପଣଙ୍କର ସମସ୍ତ ଅର୍ଜିତ ପୁଣ୍ୟ ଅଚିରେ ବିନଷ୍ଟ ହୋଇଯିବ। ମହାରାଜା ଏହା ଶୁଣି ରାଜପୁରୋହିତଙ୍କୁ କହିଥିଲେ, ପ୍ରଜା ପୁଞ୍ଜର ସୁଖ ସ୍ୱାଚ୍ଛନ୍ଦ୍ୟ ବିବର୍ଦ୍ଧନ ଏବଂ ସମଗ୍ର ରାଜ୍ୟର ସେବକ ରୂପେ ଜୀବନ ଧାରଣ, ଏ ଦୁଇଟିକୁ ଜୀବନର ବ୍ରତ କରିବାକୁ ଆଜି ମୁଁ ରାଜଛତ୍ର ଛୁଇଁ ଶପଥ କଲି। ବାସ୍ତବରେ ପୁରୁରବାଙ୍କ ଶାନ୍ତିମୟ ସୁଶାସନରେ ରହି ପ୍ରଜାକୁଳର ସୁଖ ସ୍ୱାଚ୍ଛନ୍ଦ୍ୟ ପୂର୍ବାପେକ୍ଷା ଶତଗୁଣିତ ହୋଇଥିଲା। ଦେବତା ମାନେ ମଧ୍ୟ ତାଙ୍କ ଅଶେଷ ଖ୍ୟାତିର ଅଜସ୍ର ପ୍ରଶଂସା କରିବାକୁ ଲାଗିଲେ। ସ୍ୱର୍ଗପତି ଇନ୍ଦ୍ର ବୀରାଗ୍ରଗଣ୍ୟ ପୁରୁରବାଙ୍କ କାର୍ଯ୍ୟରେ ଏତେ ପ୍ରୀତ ହୋଇଗଲେ ଯେ ଦେବଲୋକର ଅନୁଷ୍ଠିତ ପ୍ରତ୍ୟେକ ବିଶିଷ୍ଟ ଉତ୍ସବରେ ତାହାଙ୍କୁ ଯୋଗ ଦେବା ପାଇଁ ଆମନ୍ତ୍ରଣ କଲେ। ଏହିପରି ଏକ ଆମନ୍ତ୍ରଣ ପାଇ ଥରେ ପୁରୁରବା ଇନ୍ଦ୍ରସଭାକୁ ଯାଇଥାନ୍ତି। ଦେବନର୍ତ୍ତକୀ ଉର୍ବଶୀ ନିଜ ସୁଲଳିତ କଣ୍ଠର ମଧୁ ମୂର୍ଚ୍ଛନାରେ ଓ କମନୀୟ ଅଙ୍ଗର ଲୀଳାୟିତ ନୃତ୍ୟ ଭଙ୍ଗୀରେ ଦର୍ଶକ ମଣ୍ଡଳୀକୁ ବିମୋହିତ କରୁଥାନ୍ତି। ଉର୍ବଶୀଙ୍କର ଚଳଚପଳ ନୃତ୍ୟଲୀଳା ଓ ବୀଣା ଝିଣା କଣ୍ଠର ସ୍ୱର ଲହରୀ ଶୁଣି ପୁରୁରବା ଆତ୍ମହରା ହୋଇଗଲେ। ରୂପ ରମା ଉର୍ବଶୀ ମଧ୍ୟ କନ୍ଦର୍ପ କାନ୍ତି ପୁରୁରବାଙ୍କ ତ୍ରିଦିବ ଦୁର୍ଲଭ ରୂପ ମାଧୁରୀ ପ୍ରତି ଘନ ଘନ ଦୃଷ୍ଟିପାତ କରିବାକୁ ଲାଗିଲେ। ନୃତ୍ୟ ଗୀତର ଯଥୋଚିତ ପରିବେଷଣରେ ଉର୍ବଶୀଙ୍କର ଉଦାସୀନତା ଲକ୍ଷ୍ୟ କରି ବରୁଣଦେବ ଅତ୍ୟନ୍ତ କୃପାନ୍ୱିତ ହେଲେ ଏବଂ ସ୍ୱର୍ଗଚ୍ୟୁତ ହୋଇ ମର୍ତ୍ତ୍ୟରେ ଅବସ୍ଥାନ କରିବା ପାଇଁ ତାଙ୍କୁ ସର୍ବସମକ୍ଷରେ ଅଭିଶାପ ପ୍ରଦାନ କଲେ। ମୁହୂର୍ତ୍ତକ ମଧ୍ୟରେ ଉର୍ବଶୀ ଭୂତଳ ମୁଖିନୀ ହେବାକୁ ଆରମ୍ଭ କଲେ। ଏହା ଦେଖି ପୁରୁରବା ସ୍ୱର୍ଗରାଜ୍ୟ ଛାଡ଼ି ଉର୍ବଶୀଙ୍କର ଅନୁସରଣ କଲେ ଏବଂ ତାଙ୍କୁ ମହାସମାଦରରେ ନିଜ ପ୍ରାସାଦକୁ ଘେନିଗଲେ। ମହାରାଜା ତାଙ୍କୁ ମହିଷୀ ରୂପେ ଅବସ୍ଥାନ କରିବାକୁ ଅନୁରୋଧ କରନ୍ତେ ଉର୍ବଶୀ କହିଲେ, ମହାରାଜ, ଆପଣଙ୍କର ବାସନା ପୂର୍ଣ୍ଣ କରିବାରେ ମୋର କୌଣସି ଦ୍ୱିଧା ନାହିଁ, ମାତ୍ର ମୋର ଯୋଡ଼ିଏ ସର୍ତ୍ତ ଅଛି। ମୋ ଶୟନ ପର୍ଯ୍ୟଙ୍କର ପାଦରେ ଦୁଇଟି ମେଷ ପ୍ରତ୍ୟହ ରାତ୍ରିରେ ଶୃଙ୍ଖଳିତ ହୋଇ ରହିବେ। ସେ ଦୁଇଟି ଯେପରି ଅପହୃତ ହୋଇ ନ ଯାଆନ୍ତି, ତାଙ୍କର ଦାୟିତ୍ୱ ଆପଣଙ୍କର। ପୁଣି ମନେ ରଖନ୍ତୁ, ଯଦି କେତେବେଳେ ଆପଣଙ୍କର ଭୂଷଣହୀନ ରୂପ ମୋ ଦୃଷ୍ଟିରେ ପଡ଼େ, ତେବେ ସେହି ମୁହୂର୍ତ୍ତରେ ମୁଁ ଆପଣଙ୍କୁ ତ୍ୟାଗ କରି ଚାଲିଯିବି। ପୁରୁରବା ଏଥିରେ ସମ୍ମତ ହେଲେ ଏବଂ ଉର୍ବଶୀଙ୍କୁ ପାଇ ମହା ଆନନ୍ଦରେ କାଳ ହରଣ କରିବାକୁ ଲାଗିଲେ। ଦେବଲୋକର ଗନ୍ଧର୍ବ ସମାଜ
ସ୍ୱର୍ଗବାସିନୀ ଉର୍ବଶୀ ମର୍ତ୍ତ୍ୟରେ ଜଣେ ନୃପତିଙ୍କ ପ୍ରାସାଦରେ ମହିଷୀ ହୋଇ ରହିବା ଗନ୍ଧର୍ଭମାନଙ୍କ ଚକ୍ଷୁକୁ ବଡ଼ ଅଶୋଭନୀୟ ଦେଖାଗଲା। ଗନ୍ଧର୍ବ କୁଳ ପ୍ରତି ଏହା ଏକ ଘୋର କଳଙ୍କ ବୋଲି ସେମାନେ ବିଚାର କଲେ। ପୁଣି ନୃତ୍ୟ ମନୋରମା ଉର୍ବଶୀଙ୍କ ଅନୁପସ୍ଥିତି ଯୋଗୁଁ ସ୍ୱର୍ଗଲୋକରେ ଆଉ ପୂର୍ବ ପରି ଉଚ୍ଚକୋଟୀର ନୃତ୍ୟ ଗୀତ ପରିବେଷିତ ହୋଇପାରିଲା ନାହିଁ। ପ୍ରତ୍ୟେକ ଉତ୍ସବରେ ଉର୍ବଶୀଙ୍କ ଅଭାବ ସ୍ୱର୍ଗବାସୀ ସମସ୍ତେ ନିବିଡ଼ ଭାବରେ ଅନୁଭବ କଲେ। ଆନନ୍ଦ ଆମୋଦମୟ ସରସ ଦେବଭୂମି ଘୋର ନିରସ ଓ ନିରାନନ୍ଦ ବୋଧ ହେଲା। ଏଣୁ କିପରି ଉର୍ବଶୀ ମର୍ତ୍ତ୍ୟ ଛାଡ଼ି ଦେବପୁରୀକୁ ବାହୁଡ଼ି ଆସିବେ, ସେଥିପାଇଁ ଦେବ, ଗନ୍ଧର୍ବ, ଅପ୍ସରା ସମସ୍ତେ ଚିନ୍ତା କରିବାକୁ ଲାଗିଲେ। ଶେଷରେ ଦଳେ ଗନ୍ଧର୍ବ ଉର୍ବଶୀଙ୍କୁ ଉଦ୍ଧାର କରିବା ଲାଗି ଦୃଢ଼ପଣ କରି ଦିନେ ଗଭୀର ରାତ୍ରିରେ ପୁରୁରବାଙ୍କ ପ୍ରତିଷ୍ଠାନପୁର ପ୍ରାସାଦରେ ଉପସ୍ଥିତ ହେଲେ। ସେତେବେଳେ ଉର୍ବଶୀ ଓ ପୁରୁରବା ଉଭୟ ଗାଢ଼ ନିଦ୍ରାରେ ଅଭିଭୂତ ଥାନ୍ତି। ଗଜ ମୋତି ଖଚିତ ପର୍ଜ୍ଜଙ୍କର ପାଦରେ ରଜ୍ଜୁବଦ୍ଧ ହୋଇ ମେଷ ଯୋଡ଼ିକ ସୌଧ ତଳରେ ଶୟନ କରିଥାନ୍ତି। ଗନ୍ଧର୍ବଗଣ ଅତି ସତର୍କତାର ସହିତ ମହାରାଜାଙ୍କର ସେହି ଅନ୍ଧକାରମୟ ନିବୃତ ପ୍ରକୋଷ୍ଠରେ ପ୍ରବେଶ କରି ଗୋଟିଏ ମେଷକୁ ବନ୍ଧନ ରଜ୍ଜୁରୁ ମୁକ୍ତ କରିଦେଲେ ଏବଂ ବଳାତ୍କାରରେ ତାକୁ ଅପହରଣ କରି ପଲକ ମଧ୍ୟରେ ସ୍ୱର୍ଗଲୋକକୁ ପଳାଇ ଯିବାକୁ ବସିଲେ। ଅପହୃତ ମେଷଟି ଗଲାବେଳେ ଅତି ଆର୍ତ୍ତ କଣ୍ଠରେ ଚିତ୍କାର ଛାଡ଼ିଲା। ତାହାର ଏଭଳି ଆକସ୍ମିକ ଦୁର୍ଦ୍ଦଶା ଦେଖି ରଜ୍ଜୁବଦ୍ଧ ଅପର ମେଷଟି ମଧ୍ୟ ଭୟାତୁର ହୋଇ ଉଚ୍ଚ ରବରେ ଗୃହ କମ୍ପାଇଦେଲା। ଉଭୟ ମେଷର ଏତାଦୃଶ କରୁଣ ନାଦରେ ଉର୍ବଶୀଙ୍କର ନିଦ୍ରାଭଙ୍ଗ ଘଟିଲା। ସେ ଶଯ୍ୟାରୁ ସହସା ଗାତ୍ରୋତ୍ଥାନ କରି ଅତି ଉଦ୍ବିଗ୍ନ ପ୍ରାଣରେ ଅନ୍ଧକାର ମଧ୍ୟରେ ମେଷଟିକୁ ଅନ୍ୱେଷଣ କରିବାକୁ ଲାଗିଲେ। ସଙ୍ଗେ ସଙ୍ଗେ ପୁରୁରବା ମଧ୍ୟ ନିଦ୍ରୋତ୍ଥିତ ହେଲେ। ସେ ମହିଷୀଙ୍କୁ ସାନ୍ତ୍ୱନା ଦେଇ ତସ୍କର କବଳରୁ ମେଷଟିକୁ ଉଦ୍ଧାର କରି ଆଣିବେ ବୋଲି ପ୍ରତିଜ୍ଞା କରି ତତ୍କ୍ଷଣାତ୍ ଖଡ୍ଗ ହସ୍ତରେ ବାହାରି ପଡ଼ିଲେ। ଗାଢ଼ ନିଦ୍ରାବଶତଃ ତାଙ୍କର ବାହ୍ୟଜ୍ଞାନ ନଥିବାରୁ ଦେହର ବେଶଭୂଷା ଶିଥିଳ ହୋଇ ପଡ଼ିଥିଲା। ସେହି ଅବସ୍ଥାରେ ସେ ଅତି ଅସମ୍ଭାଳ ମନରେ ବାହାରି ପଡ଼ି ଦେଖିଲେ, ପଳାୟନପର ଗନ୍ଧର୍ବମାନେ ମେଷ ଘେନି ଅର୍ଦ୍ଧାକାଶ ପର୍ଯ୍ୟନ୍ତ ଚାଲିଗଲେଣି। ଏତେ ଦୂରରେ ଥିଲେ ମଧ୍ୟ ନିଃସହାୟ ମେଷ ପଶୁଟିର ବିକଳ କ୍ରନ୍ଦନ ସ୍ୱର ପୁରୁରବାଙ୍କୁ ସ୍ପଷ୍ଟ ଶୁଣାଯାଉଥାଏ। ନିମିଷେ ମାତ୍ର ବିଳମ୍ବ ନ କରି ପୁରୁରବା ବିଦ୍ୟୁତ୍ ଗତିରେ ଗନ୍ଧର୍ବମାନଙ୍କର ପଶ୍ଚାତ୍ ଧାବନ କଲେ। ତାଙ୍କର ଭୀଷଣ ଆକ୍ରମଣ ଦେଖି ଗନ୍ଧର୍ବଗଣ ଭୟରେ ପ୍ରମାଦ ଗଣିଲେ। ଚାହୁଁ ଚାହୁଁ ମହାରାଜା ସେମାନଙ୍କର ସମୀପବର୍ତ୍ତୀ ହୋଇଗଲେ। ତାଙ୍କ ତୀକ୍ଷ୍ଣ ଶାଣିତ ଅସିର ଝଙ୍କାର ଶୁଣି ଭୀତତ୍ରସ୍ତ ଗନ୍ଧର୍ବ ଦଳ ସଙ୍ଗେ ସଙ୍ଗେ ମେଷଟିକୁ ତାଙ୍କୁ ପ୍ରତ୍ୟର୍ପଣ କରିଦେଇ କ୍ଷମା ଭିକ୍ଷା କଲେ। ଏହି ସମୟରେ ଦେବକୂଟରୁ ହଠାତ୍ ଗଗନ ଦେଶରେ ଅକାଳ ବିଦ୍ୟୁତ୍ ଚମକି ଉଠିଲା। ତାହାରି ଝଲକରେ ପୁରୁରବାଙ୍କର ସର୍ବାବୟବ ଅତି ସ୍ପଷ୍ଟ ରୂପେ ପ୍ରତିଭାତ ହେଲା। ସୌଧ ଶୀର୍ଷରେ ଦଣ୍ଡାୟମାନ ରହି ଏଣେ ଉର୍ବଶୀ ମରାଳ ଗ୍ରୀବା ତୋଳି ସମସ୍ତ ଦୃଶ୍ୟ ପ୍ରତ୍ୟକ୍ଷ କରୁଥିବା ସମୟରେ ପୁରୁରବାଙ୍କର ଭୂଷଣ ବିହୀନ ରୂପ ସହସା ତାଙ୍କର ନୟନଗୋଚର ହେଲା। ତେଣୁ ସେ ପୂର୍ବର ପ୍ରତିଶ୍ରୁତି ଅନୁଯାୟୀ ସେହି ମୁହୂର୍ତ୍ତରେ ମହାରାଜାଙ୍କ ପ୍ରାସାଦ ତ୍ୟାଗ କରି ଚାଲିଗଲେ। ତେଣେ ପୁରୁରବା ଗନ୍ଧର୍ବମାନଙ୍କ ହସ୍ତରୁ ପ୍ରିୟ ମେଷଟିକୁ ମୁକ୍ତ କରି ବିଜୟ ଉଲ୍ଲାସରେ ସ୍ୱୀୟ ରାଜହର୍ମ୍ମ୍ୟକୁ ପ୍ରତ୍ୟାବର୍ତ୍ତନ କଲେ। ମାତ୍ର ହର୍ଷ ବିହ୍ୱଳ ପ୍ରାଣରେ ମେଷଟିକୁ ଆଣି ଉର୍ବଶୀକୁ ଉପହାର ଦେବାକୁ ଯାଇ ଦେଖିଲେ ଶୟନକକ୍ଷ ଶୂନ୍ୟ, ଶଯ୍ୟା ଶ୍ରୀହୀନ, ରୂପସୀ ଉର୍ବଶୀ ଆଉ ନାହାନ୍ତି। ଉର୍ବଶୀକୁ ହରାଇ ପୁରୁରବା ଅଥୟ ହୋଇ ଉଠିଲେ। ପୂର୍ବ ସର୍ତ୍ତର ବ୍ୟତିକ୍ରମ ଘଟିବାରୁ ଯେ ଉର୍ବଶୀ ଚାଲିଗଲେ, ଏହା ଜାଣିବାକୁ ମହାରାଜାଙ୍କୁ ଅଧିକ ବେଳ ଲାଗିଲା ନାହିଁ। ମାନବର ହୃଦୟ ସ୍ୱଭାବତଃ ସ୍ନେହଶୀଳ। ଦେବାଙ୍ଗନାର ଅଦର୍ଶନରେ ମାନବ ପ୍ରାଣ ବିଚଳିତ ହୋଇଗଲା। ପୁରୁରବାଙ୍କୁ ଏଣିକି ପାନ ଭୋଜନ ଶୟନ ବିଶ୍ରାମ ସବୁ ବିଷବତ୍ ପ୍ରତୀତ ହେଲା। ଉର୍ବଶୀଙ୍କୁ ପାଇବା ପାଇଁ ସେ ବ୍ୟାକୁଳ ହୃଦୟରେ ଇତସ୍ତତଃ ଧାବିତ ହେବାକୁ ଲାଗିଲେ। କେତେ ଦେଶ ବିଦେଶ, କେତେ ବନ ପର୍ବତ, କେତେ ନଦୀ ଝର, କେତେ କ୍ଷେତ୍ର ପ୍ରାନ୍ତର ବୁଲିଲେ, କେତେ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଦେଖିଲେ, କେତେ ବୃଷ୍ଟି ବାତ୍ୟା ଭୋଗିଲେ, ମାତ୍ର କେଉଁଠାରେ ହେଲେ ସେ ଉର୍ବଶୀଙ୍କର ସନ୍ଧାନ ପାଇଲେ ନାହିଁ। ଥରେ ସେ କୁରୁ ଦେଶର ଗୋଟିଏ ନିର୍ଜନ ଜଳାଶୟ କୂଳରେ ପଦାଚାରଣ କରୁଥିଲେ। ଉକ୍ତ ଜଳାଶୟଟିର ଗଭୀର ଜଳ କାକଚକ୍ଷୁ ପରି ନୀଳ ଓ କାଚକେନ୍ଦୁ ପରି ନିର୍ମଳ। ସେହି ସ୍ଫଟିକ ଜିଣା ଶୁଭ୍ର ସଲିଳ ଶଯ୍ୟା ଦେବବାଳାମାନଙ୍କର ଅତି ଲୋଭନୀୟ ଥିବାରୁ ସେମାନେ ପ୍ରାୟତଃ ସେଠାକୁ ଆସି ବିହାର କରନ୍ତି। ଦୈବାତ୍ ସେଦିନ ଉର୍ବଶୀ ସେଠାରେ ଜଳକେଳି କରୁଥିଲେ। ଅସଂଖ୍ୟ ହଂସ ହଂସୀଙ୍କ ମେଳରେ ତାଙ୍କର ରୂପଶ୍ରୀ ସତ୍ତ୍ୱଗୁଣରେ ଝଟକି ଉଠୁଥାଏ। ଉର୍ବଶୀଙ୍କ ଉପରେ ଦୃଷ୍ଟିପାତ ହେଲାକ୍ଷଣି ପୁରୁରବା ତାଙ୍କୁ ଚିହ୍ନିପାରିଲେ ଏବଂ ଉନ୍ମତ୍ତ ପ୍ରାୟ ତାଙ୍କ ଆଡ଼କୁ କର ପ୍ରସାରଣ କରି ଧାଇଁଗଲେ।
ବର୍ଷୁକ ମେଘ ପରି ଉଦ୍ବେଗ ଭରା ଆନତ ଚକ୍ଷୁରେ ସେ କହିଲେ, ଉର୍ବଶୀ, ମୁଁ ଜାଣିନଥିଲି ସ୍ୱର୍ଗବାସୀଙ୍କର ହୃଦୟ ଏତେ କଠିନ। ମୁଁ ରତ୍ନ ପାଇବାକୁ ଧାଇଁଲା ବେଳେ ତୁମେ ମୋତେ ଲୋଷ୍ଟ୍ର ଖଣ୍ଡିକରେ ପ୍ରତାରିତ କରିଦେଇଛ। ତୁମକୁ ହରାଇ ଆଜି ମୁଁ ରାଜ୍ୟ ତ୍ୟାଗୀ। ଏବେ ମୋ ସହିତ ରାଜପ୍ରସାଦକୁ ଆସ। ଏହା ଶୁଣି ଉର୍ବଶୀ ଗମ୍ଭୀର ମୁଖରେ ଉତ୍ତର ଦେଲେ, ମହାରାଜ, ପୂର୍ବ କଥା ଭୁଲି ଯାଆନ୍ତୁ। ପାହାନ୍ତିଆ ତାରା ପରି ମୁଁ ଆପଣଙ୍କ ନିକଟକୁ ଯାଇଥିଲି ଏବଂ କିଛି କାଳ ପରେ ଫେରି ଆସିଲି। ବାୟୁକୁ ଧରିବା ଯେପରି ଅସମ୍ଭବ, ମୋତେ ପୁଣି ପାଇବା ଆପଣଙ୍କ ପକ୍ଷରେ ସେପରି ଦୁରୂହ। ଉର୍ବଶୀଙ୍କର ଏହି ପୁରୁଷ ବଚନ ପୁରୁରବାଙ୍କୁ ବଡ଼ ଦୁଃସହ ବୋଧ ହେଲା। ଦୁଗ୍ଧ ଫେନନିଭ ସୁକୋମଳ ଶଯ୍ୟା ଯାହାଙ୍କ ଅଭାବରେ କଣ୍ଟକଠାରୁ ଆହୁରି ଯନ୍ତ୍ରଣାପ୍ରଦ ବୋଧ ହୁଏ, ସେହି ଉର୍ବଶୀଙ୍କ ମୁଖରୁ ଯେ ଏପରି ଦାରୁଣ ରୂଢ଼ କଥା ବାହାରିବ, ଏହା ମହାରାଜ ଆଦୌ କଳ୍ପନା କରିନଥିଲେ। ତେଣୁ ସେ ନିଜର ଜୀବନକୁ ଦୁର୍ବହ ମନେକରି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ। ଊର୍ଦ୍ଧ୍ୱରେ ଥାଇ ଗନ୍ଧର୍ବ ବୃନ୍ଦ ମହାରାଜଙ୍କ ହୃଦୟର ବ୍ୟାକୁଳତାକୁ ଲକ୍ଷ୍ୟ କରୁଥିଲେ। ସେମାନେ ଆଉ ଅଧିକ କାଳ ନିଷ୍ଠୁରତା ଆଚରଣ କରିପାରିଲେ ନାହିଁ। ପୁରୁରବାଙ୍କ ପ୍ରତି ସେମାନଙ୍କ ଅନ୍ତରରେ କରୁଣା ଉଦ୍ରେକ ହେଲା। ତହୁଁ ସେମାନେ ଗୋଟିଏ ଜ୍ୱଳନ୍ତ ଅଗ୍ନିପାତ୍ର ହସ୍ତରେ ଧରି ଜଳାଶୟ ତୀରରେ ଆବିର୍ଭୂତ ହେଲେ ଏବଂ ପୁରୁରବାଙ୍କୁ ଚାହିଁ କହିଲେ, ମହାରାଜ, ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଅଛ। ଉର୍ବଶୀ ପ୍ରତି ତୁମର ଅତୁଳ ସ୍ନେହ ଏବେ ସ୍ପଷ୍ଟ ଜଣାପଡ଼ୁଛି। ଏହି ଅଗ୍ନି ନେଇ ତୁମ୍ଭେ ଯଜ୍ଞ କ୍ରିୟା ସମାପନ କର, ତାହେଲେ ତୁମର ମନୋବାଞ୍ଛା ପରିପୂର୍ଣ୍ଣ ହୋଇପାରିବ। ପୁରୁରବା ସେହି ଅଗ୍ନିପାତ୍ରଟି ଧରି ଫେରିଲା ବେଳେ ତାଙ୍କ ମନରେ ସନ୍ଦେହ ଜାତ ହେଲା। ସେ ଭାବିଲେ, ଏତେ ଅନୁରୋଧ ସତ୍ତ୍ୱେ ଯେଉଁ ନାରୀ ମୋତେ ପ୍ରତ୍ୟାଖ୍ୟାନ କଲା, ଯଜ୍ଞ ଦ୍ୱାରା କି ସେ କେବେ ହେଲେ ସ୍ୱତଃ ଫେରି ଆସିବ? ଅସମ୍ଭବ। ଏହା ନିଶ୍ଚୟ ଗନ୍ଧର୍ବମାନଙ୍କର ଆଉ ଏକ ପ୍ରବଞ୍ଚନା। ଏହିପରି ଭାବି ସେ ଉକ୍ତ ଅଗ୍ନିପାତ୍ରଟିକୁ ଗୋଟିଏ ପିପଳ ବୃକ୍ଷ ମୂଳେ ରଖିଦେଇ ନଗରକୁ ପ୍ରତ୍ୟାଗମନ କଲେ। ରାତ୍ରିରେ ଶଯ୍ୟାକୁ ଯିବାବେଳେ ତାଙ୍କ ମନରେ କେଜାଣି କାହିଁକି ଟିକେ ଅନୁତାପ ଆସିଲା। ଗନ୍ଧର୍ବମାନଙ୍କ କଥାକୁ ମିଥ୍ୟା ଜ୍ଞାନରେ ଏଡ଼ିଦେବା ଯେ ଯୁକ୍ତିଯୁକ୍ତ ହୋଇନାହିଁ, ତାଙ୍କର ଏହି ଧାରଣା ହେଲା। ପରଦିନ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରି ପୁରୁରବା ସେହି ପିପଳ ବୃକ୍ଷ ତଳକୁ ଯାଇ ଦେଖିଲେ, ଅଗ୍ନି ନିର୍ବାପିତ ହୋଇଯାଇଛି। ତେଣୁ ଦୁଇ ଖଣ୍ଡି ପିପଳ ଶାଖାର ଘର୍ଷଣ ଦ୍ୱାରା ଅଗ୍ନି ଉତ୍ପାଦନ ପୂର୍ବକ ତାହାକୁ ଉକ୍ତ ପାତ୍ରରେ ରଖିଦେଇ ସେ ରାଜଧାନୀକୁ ଫେରିଗଲେ। ଦୁଇ ପିପଳ ଶାଖା ଓ ଗନ୍ଧର୍ବଙ୍କ ପ୍ରଦତ୍ତ ଆଧାର, ଏହି ତିନି ଦ୍ରବ୍ୟର ସମନ୍ୱୟରେ ଅଗ୍ନି ଆରୋହିତ ହୋଇଥିବାରୁ ଯାଜ୍ଞିକମାନେ ଉକ୍ତ ଅଗ୍ନିକୁ ତିନି ଭାଗରେ ବିଭକ୍ତ କରି ବିଧିମତେ ଯଜ୍ଞାନୁଷ୍ଠାନ କଲେ। ସେହି ତିନି ଅଗ୍ନିର ନାମ ହେଲା ଆହବନୀୟ, ଗାର୍ହପତ୍ୟ ଓ ଦାକ୍ଷିଣାଗ୍ନି। ଏହି ରୂପରେ ମର୍ତ୍ତ୍ୟରେ ସେହି ଦିନଠାରୁ ତିନି ବିଭିନ୍ନ ଆକାରରେ ଯଜ୍ଞାଦି କର୍ମରେ ଅଗ୍ନିପୂଜା ଆରମ୍ଭ ହେଲା। କୌଣସି ଯଜ୍ଞ ବୃଥା ହୁଏ ନାହିଁ। ପୁରୁରବା ମଧ୍ୟ ଯଜ୍ଞର ଫଳ ସ୍ୱରୂପ ଉର୍ବଶୀଙ୍କୁ ପୁଣି ଫେରି ପାଇଲେ। ତାଙ୍କ ମନୋରଥ ପରିପୂର୍ଣ୍ଣ ରୂପେ ସିଦ୍ଧ ହେଲା। ଏଣିକି ସେ ଅତି ହୃଷ୍ଟ ଚିତ୍ତରେ ପୂର୍ବପରି ସୁଖରେ ପ୍ରଜାପାଳନ କରିବାକୁ ଲାଗିଲେ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ବେଦର ଏକ କାହାଣୀ, ଉର୍ବଶୀ ଓ ପୁରୁରବା। କାହାଣୀଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।